आज आम डिस्कसन करवा डेवलपमेंट ऑफ चिल्ड्रेन 0 to 5 years speech development. Speech development refers to gradual process by children learn to produce sound, word and sentence to communicate their thoughts, ability, environment and interaction with caregiver. Stage of speech development 0 to 5 years. Infancy 0 to 1 year. 0 to 2 months. Communicate through crying and different sound. Respond to voice and sound. ताले होची infancy रो होची period होची केतना 0 ରୁ 1 years. 0 to 2 month भितर कौन करंती ना ସେମାନେ ଯୋଗାଯୋଗ କରନ୍ତି କାନ୍ଦିବା ସହିତ ଆଉ ବିଭିନ୍ନ ପ୍ରକାର ସାଉଣ୍ଡ କରନ୍ତି। ରେସ୍ପଣ୍ଡ ଟୁ ଭଏସ୍ ଆଣ୍ଡ ସାଉଣ୍ଡ ସେମାନେ ହଉଛି ରେସ୍ପଣ୍ଡ କରନ୍ତି ସାଉଣ୍ଡ ଆଉ ଭଏସ୍। ତାପରେ 2 to 6 ମନ୍ଥରେ ଛୋଟ ପିଲାମାନେ କଣ କରନ୍ତି ନା ହଉଛି ଆମର ହଉଛି ବିଭିନ୍ନ ପ୍ରକାର 0 to 6 ମନ୍ଥରେ ହଉଛି ବିଙ୍ଗ କୁଇଂ ମେକିଂ ଭାୱେଲ ଲାଇକ୍ ସାଉଣ୍ଡ। ତାହେଲେ ହଉଛି ସେମାନେ ହଉଛି ଭାୱେଲ ଲାଇକ୍ କୁଇଂ ସାଉଣ୍ଡ କରନ୍ତି। ଲାଫ୍ ଆଣ୍ଡ ପ୍ରଡ୍ୟୁସ ସାଉଣ୍ଡ ଓହୋ ଓହୋ ଏମିତି ଲାଫ୍ ହସିଥାନ୍ତି ଆଉ ସାଉଣ୍ଡ ଲାଇକ୍ ଓହୋ ଓହୋ ଏମିତି କ୍ରିଏଟ୍ କରିଥାନ୍ତି। 6 ରୁ 9 ମନ୍ଥ ପର୍ଯ୍ୟନ୍ତ ଷ୍ଟାର୍ଟ ବାବଲିଂ ରିପିଟେସନ୍ ଅଫ୍ ସାଇବଲ୍ସ ରିପିଟେସନ୍ କରିଥାନ୍ତି। 6 ରୁ 9 ମନ୍ଥ ଭିତରେ ଛୋଟ ପିଲା ବାବା ମାମା କହିଥାନ୍ତି। ଅଣ୍ଡରଷ୍ଟାଣ୍ଡ ସିମ୍ପଲ ୱାର୍ଡ ଆଣ୍ଡ ଗେସ୍ଚର ସେମାନେ କଣ କରିଥାନ୍ତି ନା ହଉଛି ସିମ୍ପଲ ୱାର୍ଡକୁ ଆଉ ଗେସ୍ଚର କରିଥାନ୍ତି। 9 ରୁ 12 ମନ୍ଥର ପିଲାମାନେ ୟୁଜ ଗେସ୍ଚର ଲାଇକ୍ ପଏଣ୍ଟିଂ ଆଣ୍ଡ ୱେଭିଂ। ସେ ଫାଷ୍ଟ ମିନିଂଫୁଲ ୱାର୍ଡ ସେମାନେ ଗୋଟେ ହଉଛି ସମ୍ପୂର୍ଣ୍ଣ ମିନିଂଫୁଲ ୱାର୍ଡ କରିଥାନ୍ତି। ଅଣ୍ଡରଷ୍ଟାଣ୍ଡ ଦ ସିମ୍ପଲ ଇନଷ୍ଟ୍ରକ୍ସନ ସେମାନେ ସାଧାରଣତଃ ମାନେ ସୂଚନାକୁ ବୁଝି ପାରିଥାନ୍ତି। 6 ରୁ ହଉଛି 9 ରୁ 12 ମନ୍ଥ ଭିତରେ ଛୋଟ ଛୁଆ ମାନେ ହଉଛି ସିମ୍ପଲ ୱାର୍ଡକୁ ଇନଷ୍ଟ୍ରକ୍ସନକୁ ବୁଝି ପାରିଥାନ୍ତି। ତାପରେ ମିନିଂଫୁଲ ୱାର୍ଡ ମଧ୍ୟ କହିଥାନ୍ତି। ନେକ୍ସଟ ହଉଛି ଟଡଲର ଷ୍ଟେଜ। ଟଡଲର ଷ୍ଟେଜରେ ହଉଛି 1 ରୁ 2 ଇୟର୍ସ ମଧ୍ୟରେ ଟଡଲର ଷ୍ଟେଜ। ଭୋକାବୁଲାରୀ ଇନକ୍ରିଜ ଫ୍ରମ ଫ୍ୟୁ ୱାର୍ଡ ଟୁ ଆରାଉଣ୍ଡ 50 ୱାର୍ଡ। ତାହେଲେ ହଉଛି 1 ରୁ 2 ଇୟର ମଧ୍ୟରେ ଭୋକାବୁଲାରୀ କଣ ହୁଏ ନା ଇନକ୍ରିଜ ହେଇଥାଏ କେତେରୁ ନା ଫ୍ୟୁ ୱାର୍ଡ ଟୁ ସାଉଣ୍ଡ 50 ୱାର୍ଡସ୍। ୟୁଜ ସିଙ୍ଗଲ ୱାର୍ଡ ଆଣ୍ଡ ଗ୍ରାଜୁଆଲି combine 2 words. Example: mama, come, want, milk. Understand more words than children can speak. Learn namely of familiar object and people. Early childhood 2 to 3 year में होची कौन करंती ना होची 2 ରୁ 3 year ମଧ୍ୟରେ vocabulary rapidly increase ହେଇ ଯାଇଥାଏ ଯାହାକି 200 ରୁ 300 ୱାର୍ଡ ମଧ୍ୟରେ ସେମାନେ ଶିଖିଥାନ୍ତି। being use short sentence ସେମାନେ short sentence କହିଥାନ୍ତି। pronouns like I, you, ask simple question. I, you simple question रे କହିଥାନ୍ତି। simple speech become understand to family member। ଏହି ସବୁ ହଉଛି ସେମାନେ simple ଯୋଉ speech କରନ୍ତି ସେମାନେ understandable ହେଇଥାନ୍ତି family member ଦ୍ୱାରା। ତାପରେ ହଉଛି ପ୍ରି ସ୍କୁଲ ଷ୍ଟେଜ। ପ୍ରି ସ୍କୁଲ ଷ୍ଟେଜ ହଉଛି 3 ରୁ 5 ୱାର୍ଡ ମାନେ 3 ରୁ 4 ବର୍ଷରେ ୟୁଜ କମ୍ପ୍ଲିଟ ସେଣ୍ଟେନ୍ସ ସେମାନେ ହଉଛି ସମ୍ପୂର୍ଣ୍ଣ complete sentence use करथांती। vocabulary increase about 1000 to 500 words using storytelling and conversation। understand the basic grammar 4 to 5 years तात्रे होची ସେମାନେ होची basic grammar ମଧ୍ୟ ବୁଝି ପାରଥାନ୍ତି। enjoying 3 ରୁ 4 ବର୍ଷ ଭିତରେ ସେମାନେ होची storytelling ଆଉ conversation କୁ enjoy କରିଥାନ୍ତି ଉପଭୋଗ କରିଥାନ୍ତି। 4 ରୁ 5 ବର୍ଷର ପିଲାମାନେ speak clearly ଆଉ fluently ସେମାନେ ବହୁତ ଶୀଘ୍ର କହିଥାନ୍ତି ଆଉ ଶୀଘ୍ର ମଧ୍ୟ କହିଥାନ୍ତି ସ୍ପଷ୍ଟ ଭାବରେ କହିଥାନ୍ତି। ଭୋକାବୁଲାରୀ ରିଚ୍ 1500 ରୁ 2500 ୱାର୍ଡ ଭିତରେ। ୟୁଜ କମ୍ପ୍ଲେକ୍ସ ସେଣ୍ଟେନ୍ସ ସେମାନେ ହଉଛି ଜଟିଳ ସେଣ୍ଟେନ୍ସ ବ୍ୟବହାର କରନ୍ତି। କ୍ୟାନ୍ ଡେସ୍କ୍ରାଇବ ଏକ୍ସପିରିଏନ୍ସ ପାର୍ଟିସିପେଟ ଇନ୍ ଡିସ୍କସନ ସେମାନେ ହଉଛି ଏକ୍ସପିରିଏନ୍ସ ଡେସ୍କ୍ରାଇବ ଆଉ ପାର୍ଟିସିପେସନ ଡିସ୍କସନ ମଧ୍ୟରେ କରିଥାନ୍ତି। ଫ୍ୟାକ୍ଟର ଆଫେକ୍ଟିଂ ସ୍ପିଚ ଡେଭଲପମେଣ୍ଟ କୋଉ ହଉଛି ଫ୍ୟାକ୍ଟରକୁ ସ୍ପିଚ ଡେଭଲପମେଣ୍ଟ କରିଥାଏ ନା ହଉଛି ହେରିଟେରୀ ଆଣ୍ଡ ବ୍ରେନ୍ ଡେଭଲପମେଣ୍ଟ, ହିୟରିଂ ଆବିଲିଟି, ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ, ପ୍ୟାରେଣ୍ଟ ଚାଇଲ୍ଡ ଇଣ୍ଟରାକ୍ସନ, ହୋମ ଏନଭାରମେଣ୍ଟ, social and emotional development, opportunity to play and communication। next ଜାଣିବା ହଉଛି ଆମେ
ବର୍ତ୍ତମାନ ହେଉଛି ପଢିବା। ଦେଖନ୍ତୁ ରୋଲ୍ ଅଫ୍ ପ୍ୟାରେଣ୍ଟର ରୋଲ୍ କ'ଣ ଆଉ ସେ ବିଷୟରେ ଆମେ ଜାଣିବା। ରୋଲ୍ ଅଫ୍ ପ୍ୟାରେଣ୍ଟ ଆଣ୍ଡ କେୟାର ଗିଭର ଇନ୍ ସ୍ପିଚ୍ ଡେଭଲପମେଣ୍ଟ। ସେମାନେ କେମିତି କେୟାର କରିପାରିବେ, ଏଇଟା ହେଉଛି କେୟାର ଗିଭର ଅଫ୍ ପ୍ୟାରେଣ୍ଟ ମାନେ ଟେକ୍ ଆଣ୍ଡ ଇଣ୍ଟରାକ୍ଟ ଫ୍ରିକ୍ୱେଣ୍ଟଲି ୱିଥ୍ ଚିଲଡ୍ରେନ୍। ଟଲ୍କ ଇଣ୍ଟରାକ୍ଟ ତାହେଲେ କଥା ହେବେ, ଇଣ୍ଟରାକ୍ଟ ହେବେ ଫ୍ରିକ୍ୱେଣ୍ଟଲି ୱିଥ୍ ଚିଲଡ୍ରେନ୍। ରିଡ୍ ଷ୍ଟୋରି ଆଣ୍ଡ ସିଙ୍ଗ ରାଇମ୍, ସେମାନଙ୍କ ସାମାନ୍ୟରେ ଷ୍ଟୋରି କହିବେ, ସିଙ୍ଗ ରାଇମ୍। ଏନକରେଜ ଚାଇଲ୍ଡ ଟୁ ଏକ୍ସପ୍ରେସ ଦେମସେଲ୍ଫ, ସେମାନେ ଏନକରେଜ କରିବେ ଚିଲଡ୍ରେନକୁ ଏକ୍ସପ୍ରେସ ଦେମସେଲ୍ଫ, ସେମାନେ ନିଜକୁ ଯେମିତି ଏକ୍ସପ୍ରେସ କରିବେ ସେମାନଙ୍କୁ ଏନକରେଜ କରିବେ। କରେକ୍ଟ ପ୍ରୋନାଉନ୍ସିଏସନ ଜେଣ୍ଟଲି, ସେମାନଙ୍କ ପ୍ରୋନାଉନ୍ସିଏସନକୁ ଜେଣ୍ଟଲି କରେକ୍ଟ କର। ପ୍ରୋଭାଇଡ ଏ ଷ୍ଟିମୁଲେସନ ଲାଙ୍ଗୁଏଜ ଏନଭାୟରନମେଣ୍ଟ, ତାହାକୁ ଷ୍ଟିମୁଲେଟ ଲାଙ୍ଗୁଏଜ ଏନଭାୟରନମେଣ୍ଟ ପ୍ରୋଭାଇଡ କରନ୍ତୁ। କନକ୍ଲୁଜନ, ସ୍ପିଚ୍ ଡେଭଲପମେଣ୍ଟ ଇଜ ଏ କଣ୍ଟିନ୍ୟୁଅସ୍ ପ୍ରୋସେସ ଡ୍ୟୁରିଂ ଦ ଫାର୍ଷ୍ଟ 5 years of life. A supportive family environment, proper nutrition and regular communication help children develop effective language and communication skill। ତାପରେ ହେଉଛି ବର୍ତ୍ତମାନ ବୁଝିବା ନେକ୍ସଟ ହେଉଛି ଶିଶୁ ବିକାଶ। ଶିଶୁ ବିକାଶର ଯେଉଁ ହେଉଛି ସୋସିଆଲ ଡେଭଲପମେଣ୍ଟ ବା ହେଉଛି ସାମାଜିକ ବିକାଶ ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା। ଦେଖନ୍ତୁ ତାହେଲେ ହେଉଛି ଶିଶୁ ବିକାଶ କ'ଣ, ନା ହେଉଛି ସୋସିଆଲ ଡେଭଲପମେଣ୍ଟ କ'ଣ, ନା ହେଉଛି ସାମାଜିକ ବିକାଶ ହେଉଛି ଏକ ପ୍ରକ୍ରିୟା ଯାହା ମଧ୍ୟରେ ଶିଶୁ ଅନ୍ୟମାନଙ୍କ ସହିତ ମିଶିବା, ସମ୍ପର୍କ ଗଢ଼ିବା, ସାମାଜିକ ନିୟମ ବୁଝିବା ଏବଂ ସମାଜର ଏକ ସଦସ୍ୟ ଭାବରେ ବିକଶିତ ହେବା ଶିଖେ। ଏଥିରେ ବିଶ୍ୱାସ, ସହଯୋଗ, ସ୍ୱାଧୀନତା, ସହାନୁଭୂତି ଓ ସାମାଜିକ କୌଶଳ ବିକାଶ ହୁଏ। ସାମାଜିକ ବିକାଶର ପର୍ଯ୍ୟାୟ କେତେ ନା 0 ରୁ 5 years। ଶିଶୁର ଅବସ୍ଥା 0 ରୁ 1 ବର୍ଷ। ମାତା ପିତା ଓ ଯତ୍ନକାରୀଙ୍କ ସହିତ ଭାବନାତ୍ମକ ସମ୍ପର୍କ ଆଟାଚମେଣ୍ଟ ଗଢ଼ି ଉଠେ। ପରିଚିତ ମୁହଁ ଓ ସ୍ୱରକୁ ଚିହ୍ନିପାରେ। 2 ରୁ 3 ମାସରେ ସାମାଜିକ ହସ ସୋସିଆଲ ସ୍ମାଇଲ ଦେଖାଯାଏ। ଅନ୍ୟମାନଙ୍କ ସହ ଖେଳିବାକୁ ପସନ୍ଦ କରେ। ଯତ୍ନ ଓ ସ୍ନେହ ଦ୍ୱାରା ସୁରକ୍ଷା ଓ ବିଶ୍ୱାସ ଭାବନାରେ ବିକଶିତ ହୁଏ। ଟଡଲର ଅବସ୍ଥା 1 ରୁ 2 ବର୍ଷ। ନିଜ କାମ କରିବା, ପରିବେଶ ଅନୁସନ୍ଧାନ କରିବା ଆରମ୍ଭ କରେ। ପରିଚିତ ଲୋକଙ୍କୁ ଅଧିକ ପସନ୍ଦ କରେ। ଅନ୍ୟ ଶିଶୁଙ୍କ ପାଖରେ ଯାହା ଖେଳେ, ସହଯୋଗୀଙ୍କ ଖେଳ କମ୍ ଥାଏ। ପାରାଲାଲ ପ୍ଲେ, ବଡ଼ମାନଙ୍କର ଆଚରଣକୁ ଅନୁକରଣ କରି ନିଜ ପରିଚୟ ଭାବନାକୁ ପ୍ରକାଶ କରିବାକୁ ଶିଖେ। ପ୍ରାରମ୍ଭିକ ଅବସ୍ଥାରେ 2 ରୁ 3 ବର୍ଷରେ ଅନ୍ୟ ଶିଶୁମାନଙ୍କ ସହ ଖେଳିବା ଆରମ୍ଭ କରି ଧୀରେ ଧୀରେ ଭାଗବଣ୍ଟା ଓ ସହଯୋଗ ଶିଖେ। ଜିନିଷ ପ୍ରତି ଖେଳନା ଅଧିକ ଭାବରେ ଦେଖାଏ। ମୋ ଖେଳନା ସରଳ ସମାଜ ନିୟମ ବୁଝିବା ଆରମ୍ଭ କରେ। ସଦସ୍ୟ ପ୍ରତି ସ୍ନେହ ପ୍ରକାଶ କରେ। ପ୍ରାକ୍ ବିଦ୍ୟାଳୟ ଅବସ୍ଥା 3 ରୁ 5 ବର୍ଷ ଭିତରେ 3 ରୁ 4 ବର୍ଷ ପିଲାମାନେ କ'ଣ କରିଥାନ୍ତି, ଦଳୀୟ ଖେଳରେ ଅଂଶଗ୍ରହଣ କରେ। ବନ୍ଧୁତ୍ୱ ଗଢ଼ିବା ଆରମ୍ଭ କରେ। ଭାଗ କରିବା, ପାଳି ନେବା, ସହଯୋଗ କରିବା ଶିଖେ। ଅନ୍ୟମାନଙ୍କର ଭାବନା ବୁଝିବା ଆରମ୍ଭ କରେ। 4 ରୁ 5 ବର୍ଷ ଭିତରେ ଉତ୍ତମ ସାମାଜିକ କୌଶଳ ବିକଶିତ ହୁଏ। ଦଳୀୟ କାର୍ଯ୍ୟ ଓ ଖେଳକୁ ପସନ୍ଦ କରେ। ଶୃଙ୍ଖଳା, ଦାୟିତ୍ୱ ଓ ସାମାଜିକ ମୂଲ୍ୟବୋଧ ଶିଖେ। ସହାନୁଭୂତି, ଦୟା ଓ ସହଯୋଗର ଭାଗ ବିକଶିତ ହୁଏ। ସାମାଜିକ ବିକାଶକୁ ପ୍ରଭାବିତ କରୁଥିବା କାରକ। ପରିବାରର ପରିବେଶ, ମାତା ପିତାଙ୍କ ଲାଳନ ପାଳନ ପ୍ରଣାଳୀ, ପରିବାର ସାଙ୍ଗସାଥୀଙ୍କ ସହ ସମ୍ପର୍କ, ସଂସ୍କୃତି ଓ ପରମ୍ପରା, ବିଦ୍ୟାଳୟ ଖେଳ ଓ ଅନୁଭବ, ଭାବନାତ୍ମକ ସୁରକ୍ଷା ଓ ସ୍ୱାସ୍ଥ୍ୟ ପସନ୍ଦ। ତାପରେ ହେଉଛି ସାମାଜିକ ଓ ବିକାଶରେ ମାତା ପିତାଙ୍କର ଶିକ୍ଷକ ଓ ଶିଶୁ ସ୍ନେହ ସୁରକ୍ଷା ଦେବା, ଅନ୍ୟମାନଙ୍କ ସହ ଖେଳିବାରେ ସୁଯୋଗ ଦେଖାଇବା, ଭାଗବଣ୍ଟା, ସହଯୋଗ ଓ ସମ୍ମାନ ଶିଖାଇବା, ଦଳୀୟ କାର୍ଯ୍ୟରେ ଉତ୍ସାହିତ କରିବା, ଭଲ ଆଚରଣକୁ ପ୍ରୋତ୍ସାହନ ଦେବା। 0 ରୁ 5 ବର୍ଷର ଶିଶୁର ସାମାଜିକ ବିକାଶ ତାର ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଭିତ୍ତି ତିଆରି କରେ। ସ୍ନେହପୂର୍ଣ୍ଣ ପରିବାର ଓ ଉତ୍ତମ ସମାଜର ପରିବେଶ ଶିଶୁର ସମଗ୍ର ବିକାଶରେ ଭୂମିକା ନିଏ। ତାପରେ ଏବେ ଦେଖିବା ଯେ ଡେଭଲପମେଣ୍ଟ ଅଫ୍ ଚିଲଡ୍ରେନ୍, ନା ହେଉଛି 0 to 5 years ପର୍ସନାଲିଟି ଡେଭଲପମେଣ୍ଟ। ବ୍ୟକ୍ତିଗତ ବିକାଶ କିଭଳି ହୋଇଥାଏ ସେ ବିଷୟରେ ଜାଣିବା। ପର୍ସନାଲିଟି ଡେଭଲପମେଣ୍ଟ ରେଫର ଟୁ ପ୍ରୋସେସ ଥ୍ରୁ ହୁଇଚ୍ ଏ ଚାଇଲ୍ଡ develop unique pattern of thinking, feeling, behavior, interaction with others. During the first 5 years, the foundation of personality formed through hereditary environment, family relations, and experience. Stage of personality development 0 to 5 years. Infancy ହେଉଛି 0 ରୁ 1 year ଭିତରେ ଥାଏ। Develops sense, trust, and security through the love, care from parents. Attachment with care influence emotional development. So basic emotions like happiness, fear, and anger. Develop confidence through
receive care and affection. ତାପରେ ହଉଛି ନେକ୍ସଟ ହଉଛି ଟଡଲର ଷ୍ଟେଜ 1 ରୁ 2 ଇୟର ଭିତରେ କଣ କରିବ ହଉଛି ଡେଭଲପ ଇଣ୍ଡିପେଣ୍ଡେନ୍ସ and want to doing to on their own. Begin to develop self awareness, showing fears and explore the environment. Learn control over the behavior and emotional gradually. Positive encourage health building social development. Early childhood 2 to 3 years. Develop a sense of identity, individuality. Express like and dislike. Become more active and imagine. And learn social behavior through imagination. Begins to develop and self-control of three-stage school. 3 to 4 years. Develop creativity and imagination. Gain confidence through play and interaction. Learn cooperation and setting. Development moral understanding right and wrong. 0 4 to 5 years ଭିତରେ personality become more stable, develop self-esteem and confidence, show leadership quality and responsibility, learn value discipline and social behavior, develop emotional control and better understanding making. ତାପରେ ଏବେ ଦେଖିବା ହଉଛି କୋଉ କୋଉ ଫ୍ୟାକ୍ଟର affecting କରୁଛି personal development. Heredity, genetic factor, familial environment, ତାର ହଉଛି parenting style, nutrition and health, social interaction, education and learning experience, emotional support and security, cultural and tradition, role of parent and teacher in a personality development, provide love, care and emotional security, encourage independence and creativity, develop good habit and moral behavior, appreciate children's effort, provide opportunity for play and social interaction, guide children with passion and positive discipline, importance of personal development, build confidence and self-esteem, improve social relationships, help emotional and adjustment, develop responsible and independent behavior, create a strong foundation for future growth. Conclusion: the first 5 years of life are crucial for development, personal development. A supportive family environment, proper guidance and positive experience help children develop a balanced and healthy personality. ତାପରେ ଆମେ ପଢିବା ହଉଛି ଓଡ଼ିଆ ବିଷୟରେ ଜାଣିବା ଶିଶୁ ବିକାଶ 0 ରୁ 5 ବ୍ୟକ୍ତିତ୍ୱ ବିକାଶ ପର୍ସନାଲିଟି ଡେଭଲପମେଣ୍ଟ କ'ଣ ପର୍ସନାଲିଟି ଡେଭଲପମେଣ୍ଟ ହେଉଛି ଏକ ପ୍ରକ୍ରିୟା ଯାହା ମାଧ୍ୟମରେ ଶିଶୁର ଚିନ୍ତାଧାରା ଭାବନା ଆଚରଣ ଅନ୍ୟମାନଙ୍କ ସହିତ ମିଶିବାର ଶୈଳୀ ବିକଶିତ ହୁଏ ପ୍ରଥମ 5 ବର୍ଷ ମଧ୍ୟରେ ଶିଶୁର ବ୍ୟକ୍ତିତ୍ୱ ମୂଳଭିତ୍ତି ଗଢ଼ି ଉଠେ ବ୍ୟକ୍ତିତ୍ୱ ବିକାଶର ପର୍ଯ୍ୟାୟ 0 ରୁ 5 ବର୍ଷ ଶିଶୁ ଅବସ୍ଥା 0 ରୁ 1 ବର୍ଷ ମାତାପିତାଙ୍କର ସ୍ନେହ ଓ ଯତ୍ନ ଦ୍ୱାରା ବିକାଶ ଓ ସୁରକ୍ଷା ଭାବନା ବିକଶିତ ହୁଏ ଯତ୍ନକାରୀଙ୍କ ସହଭାଗୀଙ୍କ ସମ୍ପର୍କ ଆଟାଚମେଣ୍ଟ ଗଢ଼ି ଉଠେ ଖୁସି ଭୟ କ୍ରୋଧ ଭଳି ଭାବନା ବିକାଶ ହୋଇଥାଏ ତାପରେ ସ୍ନେହ ଯତ୍ନ ଦ୍ୱାରା ଆତ୍ମବିଶ୍ୱାସ ବିକାଶ ହୁଏ ଖୁସି ଭୟ କ୍ରୋଧ ଭଳି ମୌଳିକ ଭାବନା ପ୍ରକାଶ କରେ ସ୍ନେହ ଯତ୍ନ ଦ୍ୱାରା ଆତ୍ମବିଶ୍ୱାସ ବିକାଶ ହୁଏ ଟଡଲର ଅବସ୍ଥା 1 ରୁ 2 ବର୍ଷ ନିଜ କାମ କରିବାର ଇଚ୍ଛା ବଢ଼େ ସ୍ୱାଧୀନତା ବିକଶିତ ହୁଏ ସେଲ୍ଫ ପରିଚୟ ବା ସେଲ୍ଫ ଆୱାରନେସ୍ ଗଢ଼ି ଉଠେ ନିଜ ବିଷୟରେ ଜାଣିବା ପାଇଁ ଅଧିକ ଉତ୍ସାହ ହୁଏ ନିଜ ଆଚରଣ ଭାବନାକୁ ନିୟନ୍ତ୍ରଣ କରିବାକୁ ଶିଖେ ପ୍ରୋତ୍ସାହନ ଦ୍ୱାରା ଆତ୍ମବିଶ୍ୱାସ ବଢ଼େ ତାପରେ ହଉଛି 3 ପାରମ୍ପରିକ ଉତ୍ସାହ 2 ରୁ 3 ବର୍ଷ ମଧ୍ୟରେ ନିଜର ଅଲଗା ପରିଚୟ ବ୍ୟକ୍ତିତ୍ୱ ବିଶ୍ୱାସ ନିଜର ପସନ୍ଦ ଓ ପସନ୍ଦ ପ୍ରକାଶ କରେ କଳ୍ପନା ଶକ୍ତି ଓ ସୃଜନଶୀଳତା ବଢ଼େ ବଡ଼ମାନଙ୍କର ଆଚରଣକୁ ଅନୁକରଣ କରେ ଦାୟିତ୍ୱ ଓ ଆତ୍ମନିୟନ୍ତ୍ରଣ ଶିଖେ ପ୍ରାକ୍ ବିଦ୍ୟାଳୟ ଅବସ୍ଥା 3 ରୁ 5 ବର୍ଷ ମଧ୍ୟରେ ପ୍ରାକ୍ ଅବସ୍ଥା ପ୍ରି ସ୍କୁଲ ଷ୍ଟେଜ୍ ତାହେଲେ ହଉଛି 3 ରୁ 4 ବର୍ଷରେ କଳ୍ପନା ଓ ସୃଜନଶୀଳତା ବିକାଶ ପାଏ ଖେଳ ମାଧ୍ୟମରେ ସାମାଜିକ କାର୍ଯ୍ୟ ମାଧ୍ୟମରେ ଆତ୍ମବିଶ୍ୱାସ ବଢ଼େ ସହଯୋଗ ଓ ଭାଗବଣ୍ଟ ଶିଖେ ଠିକ୍ ଭୁଲ ବିଷୟରେ ଧାରଣା ଯାଏ 4 ରୁ 5 ବର୍ଷ ବ୍ୟକ୍ତିତ୍ୱ ଅଧିକ ସ୍ଥିର ହୁଏ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ବିକଶିତ ହୁଏ ନେତୃତ୍ୱ ଗୁଣ ଓ ଦାୟିତ୍ୱ ବଢ଼େ ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧରେ ସାମାଜିକ ଆଚରଣ ଶିଖେ ଭାବନା ନିୟନ୍ତ୍ରଣ କରିବା ଶିଖେ ବ୍ୟକ୍ତିତ୍ୱ ବିକାଶ କରୁଥିବା ହେଉଛି କାରକ ଗୁଡ଼ିକ ହେଉଛି ନା ବଂଶଗତ କାରଣ ହେଲା ହେରିଡିଟି ପରିବାର ପରିବେଶ ଏନଭାରମେଣ୍ଟ ଅଫ ଫ୍ୟାମିଲି ମାତାପିତାମାନଙ୍କ ଲାଳନ ପ୍ରଣାଳୀ ପୋଷଣ ଓ ସ୍ୱାସ୍ଥ୍ୟ ସାମାଜିକ ସମ୍ପର୍କ ଶିକ୍ଷା ଅନୁଭବ ଭାବନାତ୍ମକ ସଂସ୍କୃତି ଓ ପରମ୍ପରା ଏହିସବୁ ଫ୍ୟାକ୍ଟର ଦ୍ୱାରା ହେଉଛି କ'ଣ ଆଫେକ୍ଟେଡ୍ ତାପରେ ଆସିବ ହେଉଛି ବ୍ୟକ୍ତିତ୍ୱ ବିକାଶରେ ମାତାପିତାଙ୍କର ଶିକ୍ଷକଙ୍କ ଭୂମିକା
ଶିଶୁକୁ ସ୍ନେହ ସୁରକ୍ଷା ସମର୍ଥନ ଦେବ, ସ୍ୱାଧୀନ ଭାବରେ କାମ କରିବାକୁ ଉତ୍ସାହିତ କରିବ, ଭଲ ଅଭ୍ୟାସ ଓ ନୈତିକ ମୂଲ୍ୟବୋଧ ଶିଖାଇବା, ଶିଶୁର ପ୍ରୟାସକୁ ପ୍ରଶଂସା କରିବା, ଖେଳ ଓ ସାମାଜିକ କାର୍ଯ୍ୟରେ ସୁଯୋଗ ଦେବା, ଧୈର୍ଯ୍ୟ ଓ ସକାରାତ୍ମକ ଶୃଙ୍ଖଳା ଦ୍ୱାରା ମାର୍ଗ ପ୍ରଦାନ କର। ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ବଢ଼ାଇବ। ଏହା ହେଉଛି ଉତ୍ତମ ସାମାଜିକ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରେ, ଭାବନାତ୍ମକ ସମନ୍ୱୟ ବୃଦ୍ଧି କରେ, ଦାୟିତ୍ୱ ଓ ସ୍ୱାଧୀନ ବ୍ୟକ୍ତି ହେବାରେ ସାହାଯ୍ୟ କରେ। ଉପସଂହାର 0 ରୁ 5 ବର୍ଷ ହେଉଛି ଶିଶୁର ବ୍ୟକ୍ତିତ୍ୱ ଗଠନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ସେହିପରି ପରିବାର ଉତ୍ତମ ପରିବାର ଓ ସଠିକ୍ ମାର୍ଗଦର୍ଶନ ଦ୍ୱାରା ଏକ ସନ୍ତୁଳିତ ଓ ସୁସ୍ଥ ବ୍ୟବସ୍ଥା ବିକାଶ ହୁଏ। ନେକ୍ସଟ ବିଷୟରେ ଜାଣିବା ହେଉଛି ଡେଭଲପମେଣ୍ଟ ଅଫ୍ ଦ ଚିଲଡ୍ରେନ୍, ରୋଲ୍ ଅଫ୍ ଦ ଫ୍ୟାମିଲି, ସ୍କୁଲ, କମ୍ୟୁନିଟି ଆଣ୍ଡ ମାସ୍ ମିଡ଼ିଆ। ତାହେଲେ ହେଉଛି ଏମାନଙ୍କର କ'ଣ ସବୁ ଶିଶୁ ବିକାଶରେ ପରିବାରର ଭୂମିକା, ସ୍କୁଲର ଭୂମିକା, ଗୋଷ୍ଠୀର ଭୂମିକା, ଆଉ ହେଉଛି ମାସ୍ ମିଡ଼ିଆ, ଯେଉଁଟାକୁ କହୁଛେ ଆମେ ଖବରକାଗଜ ବା ହେଉଛି ନ୍ୟୁଜ୍ ପେପରର କ'ଣ ସବୁ ଭୂମିକା ରହିଛି, ବା ଗଣମାଧ୍ୟମର ସବୁ କ'ଣ ସବୁ ଭୂମିକା ରହିଛି। ତାହେଲେ ଦ ଡେଭଲପମେଣ୍ଟ ଅଫ୍ ଦ ଚିଲଡ୍ରେନ୍ ଡ୍ୟୁରିଂ 0 to 5 years is influenced by various social factors. Family, school, community and mass media play an important role in child physical, mental, emotional and social language development. Role of family. Family is the first and most important environment for a child development. Function of a family. Provide love, care, security and children support. Develop trust, confidence and positive self-esteem. Provide proper nutrition, healthcare and hygiene. Teaches moral value and culture and tradition and school behavior. Encourage creativity, curiosity and learning. And provide opportunity for the play interaction. The role of the school and fish. School provides structure, environment for early learning and social development. Function of the school. Provide basic education and learning experience. Develop communication and language skills. Encourage social interaction with people. Promotes creativity through play and art, music and activity. Develop discipline, cooperation and teamwork. Identify development problems and provide guidance. Support emotional and intellectual development. Role of community. The community provide a wider school environment for children. Function of the community. Provide opportunity and social interaction. Promote cultural value and tradition. Support child health and welfare programs. Provide safe space for play and reaction. Encourage participation in community activities. Support government programs, ICDS, Anganwadi service and immunization program. Create awareness among the parents about the child development. Role of mass media. Mass media influence children's knowledge and behavior and learning. Function of mass media. Provide educational content through television, radio and digital platforms. Improve language and general knowledge. Creates awareness about health, nutrition and hygiene. Provide entertainment and create learning opportunity. Help and learn about the child care about negative effects. If not controlled, excessive time may affect physical activity. Exposure to inappropriate content and can influence behavior. May reduce family interaction and social confusion. Family, school, community, mass media and work together to ensure holistic development of children. 0 to 5 years. A supportive environment helps children develop health, habit and confidence, social skill and strong personality. ତାପରେ ଦେଖିବା ହେଉଛି ଶିଶୁ ବିକାଶ 0 ରୁ 5 ବର୍ଷ। ପରିବାର, ବିଦ୍ୟାଳୟ, ସମୁଦାୟ, ଗଣମାଧ୍ୟମର ଭୂମିକା। ହେଉଛି କ'ଣ ସବୁ ଶିଶୁ ଓଡ଼ିଆ ପିଲା ଯେଉଁ ଦେଉଛନ୍ତି ସେମାନେ ସବୁ କ'ଣ ଲେଖିବେ। ହେଉଛି 0 ରୁ 5 ବର୍ଷ ବୟସରେ ଶିଶୁର ଶାରୀରିକ, ମାନସିକ, ଭାବନାତ୍ମକ, ସାମାଜିକ, ଭାଷାଗତ ବିକାଶ ହୁଏ। ଏହି ବିକାଶରେ ପରିବାରର, ବିଦ୍ୟାଳୟ, ସମୁଦାୟ, ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରିବାରର ଭୂମିକା। ରୋଲ୍ ଅଫ୍ ଫ୍ୟାମିଲି। ପରିବାର ହେଉଛି ଶିଶୁର ପ୍ରଥମ ସବୁଠାରୁ
ଗୁରୁତ୍ୱପୂର୍ଣ୍ଣ ଶିକ୍ଷା କରନ୍ତି। ପରିବାରର କାର୍ଯ୍ୟ ହେଉଛି ଶିଶୁକୁ ସ୍ନେହ, ଯତ୍ନ ଓ ସୁରକ୍ଷା ଭାବନାତ୍ମକ ସମର୍ଥ ଦେଇଥାଏ। ବିଶ୍ୱାସ, ଆତ୍ମବିଶ୍ୱାସ, ସକାରାତ୍ମକ ମନୋଭାବ ବିକାଶ କରେ। ଉତ୍ତମ ପୋଷଣ, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତାର ଯତ୍ନ ନେଏ। କଥାବାର୍ତ୍ତା ମାଧ୍ୟମରେ ଭାଷା ବିକାଶରେ ସାହାଯ୍ୟ କରେ। ନୈତିକ ମୂଲ୍ୟବୋଧ, ସଂସ୍କୃତି ଓ ପରମ୍ପରା ଶିଖାଏ। ଖେଳ ଓ ସୃଜନଶୀଳ କାର୍ଯ୍ୟ ପାଇଁ ସୁଯୋଗ ଦିଏ। ନେକ୍ସଟ ଆସିବା ହେଉଛି ବିଦ୍ୟାଳୟ ପ୍ରାକ୍ ବିଦ୍ୟାଳୟର ଭୂମିକା, ରୋଲ୍ ଅଫ୍ ସ୍କୁଲ। ବିଦ୍ୟାଳୟ ଏକ ଶିଶୁକୁ ଏକ ସୁନିଶ୍ଚିତ ଶିକ୍ଷା ପରିବେଶ ପ୍ରଦାନ କରେ। ବିଦ୍ୟାଳୟର କାର୍ଯ୍ୟ ମୌଳିକ ଶିକ୍ଷା ଓ ଶିଖିବାର ସୁଯୋଗ ଦିଏ। ଭାଷା ଓ ଯୋଗାଯୋଗ କୌଶଳର ବିକାଶ କରେ। ସାଥୀମାନଙ୍କ ସହ ମିଶିବାର ସୁଯୋଗ ଦିଏ। ଖେଳ ଓ କଳା, ସଙ୍ଗୀତ ବିଭିନ୍ନ କାର୍ଯ୍ୟରେ ସୃଜନଶୀଳତା ବଢ଼ାଏ। ଶୃଙ୍ଖଳା ଓ ସହଯୋଗ ଓ ଦଳୀୟ କାର୍ଯ୍ୟ ଶିଖାଏ। ଶିଶୁର ବିକାଶ ଓ ସମସ୍ୟା ଚିହ୍ନଟ କରି ମାର୍ଗଦର୍ଶନ କରେ। ସମୁଦାୟର ଭୂମିକା, ରୋଲ୍ସ ଅଫ୍ ଦ କମ୍ୟୁନିଟି। ସମୁଦାୟ ଶିଶୁକୁ ବ୍ୟାପକ ସାମାଜିକ ପରିବେଶ ଯୋଗାଇଥାଏ। ସମୁଦାୟ କାର୍ଯ୍ୟ ଶିଶୁକୁ ସାମାଜିକ ସମ୍ପର୍କ ଅନୁଭବର ସୁଯୋଗ ଦିଏ। ସଂସ୍କୃତି, ପରମ୍ପରା ଓ ସାମାଜିକ ମୂଲ୍ୟବୋଧ ରକ୍ଷା କରେ। ଶିଶୁ ସ୍ୱାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମରେ ସହଯୋଗ କରେ। ଖେଳ ଓ ମନୋରଞ୍ଜନ ପାଇଁ ସୁରକ୍ଷିତ ସ୍ଥାନ ଯୋଗାଏ। ICDS, ଅଙ୍ଗନବାଡ଼ି, ଟିକାକରଣ ଆଦି କାର୍ଯ୍ୟକୁ ସମର୍ଥନ କରେ। ଅଭିଭାବକମାନଙ୍କ ମଧ୍ୟରେ ଶିଶୁ ଯତ୍ନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରେ। ତାପରେ ଦେଖିବା ହେଉଛି ଗଣମାଧ୍ୟମର ଭୂମିକା। ଗଣମାଧ୍ୟମର ଭୂମିକା କ'ଣ ସବୁ ରହୁଛି? ଗଣମାଧ୍ୟମର ଭୂମିକା ହେଉଛି ଗଣମାଧ୍ୟମ ଶିଶୁର ଜ୍ଞାନ, ଆଚରଣ ଓ ଶିକ୍ଷା ଉପରେ ପ୍ରଭାବ ପକାଏ। ଗଣମାଧ୍ୟମର କାର୍ଯ୍ୟ ଟେଲିଭିଜନ, ରେଡ଼ିଓ ଓ ଡିଜିଟାଲ ମାଧ୍ୟମରେ ଶିକ୍ଷାମୂଳକ ବିଷୟବସ୍ତୁ ପ୍ରଦାନ କରେ। ଭାଷା ଓ ସାଧାରଣ ଜ୍ଞାନର ବିକାଶରେ ସାହାଯ୍ୟ କରେ। ସ୍ୱାସ୍ଥ୍ୟ ଓ ପୋଷଣ ଓ ପରିଚ୍ଛନ୍ନ ବିଷୟରେ ସଚେତନ। ମନୋରଞ୍ଜନ ସହିତ ସୃଜନଶୀଳ ଶିକ୍ଷାର ସୁଯୋଗ ଦିଏ। ଅଭିଭାବକମାନଙ୍କୁ ଶିଶୁ ଯତ୍ନ ସମ୍ବନ୍ଧରେ ସୂଚନା ଦିଏ। ନକାରାତ୍ମକ ଅଧିକ ସ୍କ୍ରିନ୍ ସମୟ ଶାରୀରିକ କାର୍ଯ୍ୟକଳାପ କମାଇପାରେ। ଅନୁଚିତ ବିଷୟବସ୍ତୁ ଶିଶୁର ଆଚରଣକୁ ପ୍ରଭାବିତ କରିପାରେ। ଭାରତ ସହିତ ଆଲୋଚନା, ପରିବାର ସହିତ ଆଲୋଚନା ବା ସାମାଜିକ ସମ୍ପର୍କ କମିପାରେ। ଶିଶୁ 0 ରୁ 5 ବର୍ଷ ମଧ୍ୟରେ ସମଗ୍ର ବିକାଶ ପାଇଁ ପରିବାର, ବିଦ୍ୟାଳୟ, ସମୁଦାୟ ଓ ଗଣମାଧ୍ୟମର ସମନ୍ୱିତ ଭୂମିକା ଆବଶ୍ୟକ। ଏକ ସୁସ୍ଥ ପରିବାର ଶିଶୁକୁ ଆତ୍ମବିଶ୍ୱାସୀ, ସାମାଜିକ ଓ ଦାୟିତ୍ୱଶୀଳ ବ୍ୟକ୍ତି ଭାବରେ ଗଢ଼େଇଥାଏ। ତାପରେ ହେଉଛି exceptional children meaning. Exceptional children are those children who differ differently from the average children in terms of physical, intellectual, emotional, social or educational characteristics. They are required special education, additional support, special care to achieve their full potential. Definition: exceptional children is a children who specialized ability or special needs that require modified educational method and service. Type of the educational children: gifted and talented children, children with exceptional high, children with intellectual disability, children with limitation intellectual functioning and adaptive behavior, children with physical and disability, children having impaired to women, hearing, vision or speech, children with learning disability, children who face difficulty reading, writing and mathematics, children with emotional and behavioral disorder, children who have difficulty managing emotional or behavior. The characteristic common type exceptional children have different learning need compared to average students. Average student are different learning from compare କିଛି ଅଧିକ ଚାହାନ୍ତି। ତାପରେ ମେ ରିକ୍ୱାର ସ୍ପେଶାଲ ଟିଚିଂ ମେଥଡ, ମାନେ ଆବଶ୍ୟକ କରନ୍ତି ଖାସ୍ ଶିକ୍ଷା ପ୍ରଣାଳୀ ପଦ୍ଧତିକୁ। ନିଡ୍ ଇଣ୍ଡିଭିଜୁଆଲ ଆଟେନସନ ଆଣ୍ଡ ସପୋର୍ଟ, କ'ଣ କରିଥାନ୍ତି ନା ବ୍ୟକ୍ତିଗତର ଗୁରୁତ୍ୱ ଓ ସହାୟତା ବା ସାହାଯ୍ୟକୁ ଆବଶ୍ୟକ କରନ୍ତି। ହାଭ୍ ୟୁନିକ୍ ଷ୍ଟ୍ରେଂଥ ଆଣ୍ଡ ଗ୍ଲୋବାଲ ଆବିଲିଟି, ସେମାନଙ୍କ ପାଖରେ ୟୁନିକ୍ କ'ଣ ଅଛି ନା ସେମାନଙ୍କ ପାଖରେ ୟୁନିକ୍ ଷ୍ଟ୍ରେଂଥ ଆଣ୍ଡ ଆବିଲିଟି। ତାପରେ ହେଉଛି କନକ୍ଲୁଜନ: exceptional children are not only children with disability, they also include children and with outstanding talent. Proper guidance and education and support, they have developed their ability and become a successful member of society.
ଦେଖନ୍ତୁ ଏବେ ଆମେ ଡିସ୍କସନ୍ କରିବା ହେଉଛି ବିଶିଷ୍ଟ ଶିଶୁ ଏକ୍ସପ୍ରେସନାଲ ଚିଲଡ୍ରେନ୍ ଅର୍ଥ ବିଶିଷ୍ଟ ଶିଶୁ ହେଉଛି ସେ ଏହି ଶିଶୁ ଯିଏ ଶାରୀରିକ ବୌଦ୍ଧିକ ଭାବନାତ୍ମକ ସାମାଜିକ କିମ୍ବା ଶିକ୍ଷାଗତ ଦିଗରେ ସାଧାରଣ ଶିଶୁଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ଶିଶୁମାନଙ୍କର ସମ୍ପୂର୍ଣ୍ଣ ବିକାଶ ପାଇଁ ବିଶେଷ ଶିକ୍ଷା ଅତିରିକ୍ତ ସହାୟତା ଓ ଯତ୍ନ ଆବଶ୍ୟକ। ଡେଫିନେସନ୍ ବିଶିଷ୍ଟ ଶିକ୍ଷା ଦେଖ ବିଶିଷ୍ଟ ଶିଶୁ ହେଉଛି ଏପରି ଏକର ଯାହାର ବିଶେଷ କ୍ଷମତା କିମ୍ବା ବୁଝିବାର ଆବଶ୍ୟକତା ଥାଏ, ଯାହା ପାଇଁ ଭିନ୍ନ ପ୍ରଣାଳୀ ଓ ସେବାର ଆବଶ୍ୟକତା ରହିଥାଏ। ଶିଶୁ ବିକାଶ ଟାଇପ୍ ଅଫ୍ ଚିଲଡ୍ରେନ୍ ଏକ୍ସପୋଜର ପ୍ରତିଭାଶାଳୀ ଶିଶୁ ଗିଫ୍ଟେଡ୍ ଆଣ୍ଡ ଟ୍ୟାଲେଣ୍ଟେଡ୍ ଚିଲଡ୍ରେନ୍ ଯେଉଁ ଶିଶୁମାନଙ୍କର ବୁଦ୍ଧି ଓ ସୃଜନଶୀଳ କିମ୍ବା ବିଶେଷ କୌଶଳ ଅଧିକ ଥାଏ। ତାପରେ ହେଉଛି ବୌଦ୍ଧିକ ଅକ୍ଷମତା ଥିବା ଶିଶୁ ଚିଲଡ୍ରେନ୍ ୱିଥ୍ ଇଣ୍ଟେଲେକ୍ଚୁଆଲ ଡିସାବିଲିଟି ଚିଲଡ୍ରେନ୍ ୱିଥ୍ ଇଣ୍ଟେଲେକ୍ଚୁଆଲ ଡିସାବିଲିଟି ଯେଉଁମାନଙ୍କର ବୌଦ୍ଧିକ କ୍ଷମତା ଦୈନନ୍ଦିନ କାର୍ଯ୍ୟ କରିବାର କ୍ଷମତା ସୀମିତ ଥାଏ, ତାହାକୁ କହିବା ହେଉଛି ଚିଲଡ୍ରେନ୍ ୱିଥ୍ ଇଣ୍ଟେଲେକ୍ଚୁଆଲ ଡିସାବିଲିଟି। ଶାରୀରିକ ଅକ୍ଷମତା ଥିବା ଶିଶୁ ଚିଲଡ୍ରେନ୍ ୱିଥ୍ ଫିଜିକାଲ ଡିସାବିଲିଟି ଯେଉଁମାନଙ୍କର ଚଳନ, ଦୃଷ୍ଟି ଓ ଶ୍ରବଣ କିମ୍ବା କହିବାରେ ସମସ୍ୟା ଥାଏ, ସେମାନଙ୍କୁ କହିବା ଯେଉଁମାନଙ୍କର ଚଳନ, ଦୃଷ୍ଟି ଓ ଚଳନ, ଶ୍ରବଣ କିମ୍ବା କହିବାରେ ସମସ୍ୟା ଥାଏ। ଦକ୍ଷିଣ ଅକ୍ଷମତା ଶିଶୁ ଚିଲଡ୍ରେନ୍ ୱିଥ୍ ଲର୍ଣ୍ଣିଂ ଡିସାବିଲିଟି ଯେଉଁମାନେ ପଢ଼ିବା, ଦେଖିବା କିମ୍ବା ଦୈନିକ ଶିଖିବାରେ ଅସୁବିଧା ହୁଏ। ଭାବନାତ୍ମକ ଆଚରଣ ସମସ୍ୟା ଥିବା ଶିଶୁ ଯେଉଁମାନେ ନିଜର ଭାବନା ଓ ଆଚରଣକୁ ନିୟନ୍ତ୍ରଣ କରିବାରେ କଷ୍ଟ ପାଆନ୍ତି। ତାପରେ ହେଉଛି ବିଶିଷ୍ଟ ଶିଶୁଙ୍କ ବୈଶିଷ୍ଟ୍ୟ ସାଧାରଣ ଶିଶୁଙ୍କ ତୁଳନାରେ ଭିନ୍ନ ଶିକ୍ଷା ଆବଶ୍ୟକତା ହୋଇଥାଏ। ବିଶେଷ ଶିକ୍ଷଣ ପଦ୍ଧତି ଆବଶ୍ୟକ ହୋଇପାରେ। ବ୍ୟକ୍ତିଗତ ଧ୍ୟାନ ଓ ସହଯୋଗ ଆବଶ୍ୟକ। ନିଜସ୍ୱ ବିଶେଷ କ୍ଷମତା ଓ ଦକ୍ଷତା ଥାଏ। ଉଦାହରଣ ସ୍ୱରୂପ ବିଶିଷ୍ଟ ଶିଶୁ କେବଳ ଅକ୍ଷମତା ଥିବା ଶିଶୁ ନୁହେଁ, ଏଥିରେ ଅସାଧାରଣ ପ୍ରତିଭା ଥିବା ଶିଶୁମାନେ ମଧ୍ୟ ଅନ୍ତର୍ଭୁକ୍ତ। ଉଚ୍ଚ ମାର୍ଗଦର୍ଶନ ଓ ସହଯୋଗ ଦ୍ୱାରା ସେମାନେ ନିଜ କ୍ଷମତାର ପୂର୍ଣ୍ଣ ବିକାଶ କରିପାରନ୍ତି। ଦେଖନ୍ତୁ ଉପସଂହାରରେ କଣ ଲେଖିବା ନା ବିଶିଷ୍ଟ ଶିଶୁ କେବଳ ଅକ୍ଷମତା ଥିବା ଶିଶୁ ନୁହେଁ, ଏଥିରେ ଅସାଧାରଣ ପ୍ରତିଭା ଓ ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଉଚିତ ଶିକ୍ଷା ଓ ମାର୍ଗଦର୍ଶନ ଓ ସହଯୋଗ ଦ୍ୱାରା ସେମାନଙ୍କର କ୍ଷମତା ପୂର୍ଣ୍ଣ ବିକାଶ କରିପାରନ୍ତି। ତାପରେ ହେଉଛି ଏକ୍ସପୋଜିସନାଲ ଚିଲଡ୍ରେନ୍ ୱିଥ୍ classification of exceptional children. Exceptional children are classified into different categories based on their ability, disability, education level. The main classifiers are intellectual, gifted, and talent children. Now, the children of average intelligence, critically and special children. They learn quickly and slow, understand performance in certain areas. Example, gifted in academic, art, music, ହେଲେ ଦେଖିବା ନା ହେଉଛି intellectual, gifted with talent children who have average intelligence, creativity, special ability. They learn quickly and slow, understanding, performance in certain and gifted in academic, arts, music, science and leadership. Children with intellectual disability. Children who have limitation, intellectual functioning, adaptive behavior. They may have different difficulty in learning, communication and daily activity. They require special education support. ତାପରେ ହେଉଛି children with learning disability. Children who have difficulty in specific learning area despite having normal intelligence.
The type of include difficulty in reading dyslexia, difficulty in writing dysgraphia, difficulty in mathematics dyscalculia, children with disability, children who have physical impairment affecting movement and body function. They include orthopedic disability, visual impairment, hearing impairment, speech development, and language disorder. Children with children with emotional and behavioral disorder, children who have faced difficulty in control emotional and behavior. They may show anxiety, aggression, for social adjustment, and attention problems. Technology slow learning. Children with who learn at who learn at slow pace than average children. They require extra time, individual attention. Have a suitable cheating method. Multiple disability. Children who have two or more disability together. For example, allow the intellectual disability with hearing visual impact. Children who have difficulty in social interaction, communication, behavior pattern. They may have repetitive activities and restriction interest. তারপর হচ্ছে conclusion. Now হচ্ছে exceptional children, both children with special needs, children with exceptional talent for identification, inclusive education and supportive service help them achieve their maximum potential. ତାପରେ ହଉଛି ଓଡ଼ିଆରେ ପଢ଼େଇଦେବେ ଦେଖନ୍ତୁ ବିଶିଷ୍ଟ ଶିଶୁ ବା ଏକ୍ସପେନ୍ସନାଲ ଚିଲଡ୍ରେନର ବିଶିଷ୍ଟ ଶିଶୁର ଶ୍ରେଣୀକରଣ ବା କ୍ଲାସିଫିକେସନ ଶିଶୁମାନଙ୍କର ସେମାନଙ୍କର କ୍ଷମତା ଅକ୍ଷମତା ଶିକ୍ଷାଗତ ଆବଶ୍ୟକତା ଆଧାରରେ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି। ନା ହେଉଛି ପ୍ରତିଭା ଓ ଅଧିକ କ୍ଷମତା ଶିଶୁ gifted and talent children ଯେଉଁ ଶିଶୁମାନଙ୍କର ବୁଦ୍ଧି ସୃଜନଶୀଳତା ବିଶ୍ୱାସ କୌଶଳ ସାଧାରଣ ଶିଶୁଠାରୁ ଅଧିକ ଥାଏ ତାକୁ talented ତାପରେ ହଉଛି ଯେଉଁ ସେମାନେ ଶୀଘ୍ର ଶିଖିପାରନ୍ତି ଉତ୍କୃଷ୍ଟ ପ୍ରଦର୍ଶନ କରିପାରନ୍ତି ସାଧାରଣତଃ ଶିକ୍ଷା କଳା ଓ ସଙ୍ଗୀତ ବିଜ୍ଞାନ ନେତୃତ୍ୱର କ୍ଷେତ୍ରରେ ପ୍ରତିଭା ବୌଦ୍ଧିକ ଅକ୍ଷମତା ଥିବା ଶିଶୁ ଚିଲଡ୍ରେନ୍ ୱିଥ୍ ଇଣ୍ଟେଲେକ୍ଚୁଆଲ ଡିସାବିଲିଟି ଯେଉଁ ଶିଶୁମାନଙ୍କର ବୌଦ୍ଧିକ କାର୍ଯ୍ୟକ୍ଷମତା ଓ ଦୈନନ୍ଦିନ ଜୀବନଶୈଳୀରେ ସୀମିତ ଥାଏ ଶିକ୍ଷା ସେମାନଙ୍କୁ ଯୋଗାଯୋଗ ଓ ଦୈନନ୍ଦିନ କାମରେ ଅସୁବିଧା ହୋଇପାରେ ସେମାନଙ୍କୁ ବିଶେଷ ଶିକ୍ଷା ଓ ସହାୟତା ଆବଶ୍ୟକ ଶିଶୁକୁ ଅକ୍ଷମତା ଥିବା ଚିଲଡ୍ରେନ୍ ୱିଥ୍ ଲର୍ଣ୍ଣିଂ ଡିସାବିଲିଟି ସାଧାରଣତଃ ବୁଦ୍ଧି ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ବିଷୟରେ ଖୋଜିବା ସମସ୍ୟା ଡାଇସ୍କେଲିଆ ମାନେ ହଉଛି ପଢିବାରେ ଅସୁବିଧା ହଉଛି ଡାଇସ୍ଗ୍ରାଫିଆ ହଉଛି ଲେଖିବାରେ ଅସୁବିଧା କାଲକୁଲିଆରେ ହଉଛି ଗଣିତ ଶିଖିବାରେ ଅସୁବିଧା। ତାପରେ ଦେଖନ୍ତୁ ଏନୋଫୋବିଆ ହଉଛି ଶାରୀରିକ ଅକ୍ଷମତା ଶିଶୁ ବା ଚିଲଡ୍ରେନ୍ ୱିଥ୍ ଫିଜିକାଲ ଡିସାବିଲିଟି ଯେଉଁ ଶିଶୁମାନଙ୍କର ଶାରୀରିକ କାର୍ଯ୍ୟ କିମ୍ବା ଚଳନର ସମସ୍ୟା ଥାଏ ପ୍ରକାର ହଉଛି ଶାରୀରିକ ଚଳନ କ୍ଷମତା ଅର୍ଥୋପେଡିକ ଡିସାବିଲିଟି ଦୃଷ୍ଟି ଅକ୍ଷମତା ଭିଜୁଆଲ ଇମ୍ପାୟାରମେଣ୍ଟ ତାପରେ ହଉଛି ଶ୍ରବଣ ଅକ୍ଷମତା ହିୟରିଂ ଇମ୍ପାୟାରମେଣ୍ଟ କଥନ ଓ ଭାଷା ସମସ୍ୟା ସ୍ପିଚ୍ ଆଣ୍ଡ ଲାଙ୍ଗୁଏଜ ଡିସଅର୍ଡର ଭାବନାତ୍ମକ ଆଚରଣ ସମସ୍ୟା ଶିଶୁ ଯେଉଁ ଶିଶୁମାନେ ନିଜ ଭାବନା ଓ ଆଚରଣକୁ ନିୟନ୍ତ୍ରଣ କରି କଷ୍ଟ ପାଆନ୍ତି ହେଲା। ତାପରେ ହଉଛି ଅଧିକ ଚିନ୍ତା ହଉଛି ଭାବନାତ୍ମକ ଆଚରଣ ସମସ୍ୟାରେ ଶିଶୁ ଥିବା ଯେଉଁ ଶିଶୁମାନେ ନିଜ ଭାବନା ଆଚରଣକୁ ନିୟନ୍ତ୍ରଣ କରି କଷ୍ଟ ପାଆନ୍ତି ଅତ୍ୟଧିକ ଥିବା ଆକ୍ରମଣାତ୍ମକ ଆଚରଣ ସାମାଜିକ ଅନୁକୂଳରେ ସମସ୍ୟା ଧୀର ଶିକ୍ଷାର୍ଥୀ ଓ ସ୍ଲୋ ଲର୍ଣ୍ଣର ଯେଉଁ ଶିଶୁମାନେ ସାଧାରଣତଃ ଶିଶୁ ତୁଳନାରେ ଧୀର ଗତିରେ ଶିଖନ୍ତି ସେମାନଙ୍କୁ ଅଧିକ ସମୟ ବ୍ୟକ୍ତିଗତ ଧ୍ୟାନ ଉପଯୁକ୍ତ ଶିକ୍ଷଣ ପ୍ରଦର୍ଶନ ଆବଶ୍ୟକ। ତାପରେ ହଉଛି ବହୁମୁଖୀ ଅକ୍ଷମତା ଥିବା ପିଲା ହଉଛି ଦେଖନ୍ତୁ ଯେଉଁ ଶିଶୁର ଏକାଧିକ ଅକ୍ଷମତା ଏକ ସାଙ୍ଗରେ ଥାଏ ଯେମିତି ବୌଦ୍ଧିକ କ୍ଷମତା ସହିତ ଦୃଷ୍ଟି ଓ ଶ୍ରବଣ ଅକ୍ଷମତା ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର ASD ଥିବା ଶିଶୁ ସାମାଜିକ ସମ୍ପର୍କ ଯୋଗାଯୋଗ ଆଚରଣ
ସମସ୍ୟା ଥାଏ। ପୁନରାବୃତ୍ତି ମୂଳକ କାର୍ଯ୍ୟ ସୀମିତ ଆଗ୍ରହ ଦେଖାଯାଇପାରେ। ଉପଶମ ବିଶିଷ୍ଟ ଶିଶୁମାନଙ୍କ ମଧ୍ୟରେ ବିଶେଷ ଆବଶ୍ୟକତା ଥିବା ଶିଶୁ ଓ ଅସାଧାରଣ ପ୍ରତିଭା ଥିବା ଶିଶୁ ଉଭୟ ଅନ୍ତର୍ଭୁକ୍ତ। ଉଚିତ ଚିହ୍ନଟ ଦ୍ୱାରା ସମାବେଶୀ ସେମାନେ ଶିଶୁମାନଙ୍କ ମଧ୍ୟରେ ବିଶେଷ ଆବଶ୍ୟକ ଥିବା ଶିଶୁ ଅସାଧାରଣ ପ୍ରତିଭା ଥିବା ଶିଶୁ ଉଭୟ ଅନ୍ତର୍ଭୁକ୍ତ। ଉଚିତ ଚିହ୍ନଟ ଓ ସମାବେଶୀ ଶିକ୍ଷା ବା ଇନକ୍ଲୁସିଭ ଏଜୁକେସନ ସହାୟତାରେ ସେବା ଦ୍ୱାରା ସେମାନେ ନିଜର ସର୍ବୋତ୍ତମ ଦକ୍ଷତା ବିକାଶ କରନ୍ତି। ନେକ୍ସଟ ପଢିବା ହେଉଛି ଏକ୍ସକ୍ଲୁଜନାଲ ଚିଲଡ୍ରେନ ଆଣ୍ଡ ମ୍ୟାନେଜମେଣ୍ଟ କେୟାର। ଏ ବିଷୟରେ ପଢିବା। ଥ୍ୟାଙ୍କ ୟୁ।